ଆଉ ସେ କ'ଣ କହିଲେ? କ'ଣ ନେବୁ କି କହିଲେ। ଆଉ ତାପରେ କ'ଣ ତରକାରୀ କହିଲେ, ମୁଁ କିଛି ନାହିଁ କହିଲି। କିଛି ତ ନବାର ନଥିଲା ଭଉଣୀ, ତେବେ ସେ ଦୋକାନକୁ ଯାଉଥିଲ କ'ଣ ପାଇଁ? ତାପରେ କୋଉ ପଟେ ଗଲୁ ତୁ ଉପରକୁ? ମୁଁ ଆସିଲି ଦଶଟା ଖୋଲିବାକୁ ଏଇଠି କହିଲେ, ମୁଁ ଏଇଠି ଆସିଲି କହିଲେ ଆସିକି ପେଲିକି ନେଇଛନ୍ତି। ପେଲିକି ନେଇଛନ୍ତି? ଯେତେବେଳେ କି ତମକୁ ପେଲି ନେଉଥିଲେ ସେ ସମୟରେ ତମେ କାହିଁକି ପାଟି କଲନି? କାହିଁକି ଆଉଟ୍ ସାଇଡ୍ର ସାଙ୍ଗମାନଙ୍କୁ ତମେ ଡାକିଲ ନାହିଁ? ହେଲା କୋଉ ପଟେ ପେଲିକି ନେଲେ? ଏପଟେ ଏମିତି ସିଧା ଗଲି। ତାପରେ ମୁଁ ପଚାରିଲି ଘରେ କିଏ ଅଛନ୍ତି ନା ନାଇଁ, ମୁଁ ଡାକିବାକୁ ଚାହିଁଲି ବଟ୍ ତାଙ୍କେ କହିଲେ କେହି ନାହାନ୍ତି। ଠିକ ଅଛି। ତାପରେ ଗଲୁ ଉପରକୁ। ତମକୁ ତ ପେଲି ନେଉଥିଲେ, ଫିର୍ ବି ଆଉ ଉପର ଗଲ କ'ଣ ପାଇଁ? ଯେଉଁ ସମୟରେ ତମକୁ ପେଲିକି ନେଉଥିଲେ ସେ ସମୟରେ ତମେ ପାଟି କରି ଚିଲେଇବାର ଥିଲା। ଆଉଟ୍ ସାଇଡ୍ ଲୋକମାନେ ଶୁଣିକି ତାକୁ ଗାଳି ଦେଇଥାନ୍ତି କି ପିଟିଥାନ୍ତେ। ମୁଁ ଦେଖିଲି କେହି ବି ନାହାନ୍ତି, ସାଇଲେନ୍ସ ଅଛି। ମୁଁ ଆଣ୍ଟି ଥିବେ ନା କ'ଣ ବୋଲି ଏପଟେ ସେପଟେ ହେଲି। ଠିକ ଅଛି। ତ ସ୍ୱଭାବ ଟିକେ ଖରାପ ଲାଗେ। ତାପରେ ସେ ଘର ଭିତରେ ନେଲେ? କି ଜଣ ଏଠିକୁ ଆସିଲେ କ'ଣ କିଣିବୁ ବୋଲି ଆସିଲେ। ତେଣୁ ମୁଁ ଆସୁଥିଲି ତଳକୁ, ମନା କଲି ସାମ୍ନାରେ ଠିଆ ହେଇଥିଲି। ତାପରେ ସେ ରୁମ୍ ଭିତରେ ନେଲେ? ଭିତରକୁ ନେଇଥିଲେ ଆଉ ରୁମ୍ ଭିତରେ ନେଇଥିଲେ? ଷ୍ଟପ୍ କର ବାବୁ। ଏହି ଭିଡ଼ିଓ ମୁଁ କାହିଁକି ବନାଉଛି, ଆଉ ଏଇଟା ହେଉଛି ମୁଁ କାହାକୁ ଅପମାନ କରିବା ପାଇଁ ନୁହେଁ, କିନ୍ତୁ ଏଇଟା ହେଉଛି ଏଜୁକେସନାଲ୍ ପାଇଁ ବନାଉଛି। ଆଉ ଯାହା ପାଇଁ ଏଇଟା ଏଜୁକେସନାଲ୍ ସେ ଏଜୁକେସନାଲ୍ ଭାବରେ ବୁଝିପାରିବ। ଆଉ ଯେଉଁ ଲୋକ ଭଲରେ ଭିଡ଼ିଓ ଦେଖିନି ସେ ଲୋକ କେବେ ବୁଝିବ ନାହିଁ। ଆଉ ଯେଉଁ ଲୋକ ଧ୍ୟାନରେ ଯିଏ ଶୁଣିବ ନାହିଁ ସେ କେବେ ବୁଝିବ ନାହିଁ। ଏଇଟା ମୁଁ ପ୍ରତ୍ୟେକ ଭିଡ଼ିଓରେ ମୁଁ କହିଥାଏ। ଆଉ ଯେଉଁ ଲୋକ ବାରମ୍ବାର ଦେଖିନଥାଏ ଭଲରେ ଆଉ ଚିନ୍ତା କରି ନ କରିକି ସେ ଦେଖିଥାଏ ସେମାନେ କେବେ ବୁଝିପାରନ୍ତି କାହିଁକି ମୁଁ ଏ ଭିଡ଼ିଓ ବନାଉଛି। ଯଦି ଏ ଭଉଣୀ କହୁଛି ମୁଁ ଆଉ କିଛିଟା ବିଷୟ ନେବା ପାଇଁ ଚାହୁଁନଥିଲି କହୁଛି, କିନ୍ତୁ ଯଦି ଆଉ କିଛିଟା ବିଷୟ ନେବାର ନଥିଲା ଏ ଦୋକାନକୁ ଯାଉଥିଲା କ'ଣ ପାଇଁ? ଯେତେବେଳେ ସେ ପେଲି ନେଲେ ସେହି ସମୟରେ ତ ଆଉଟ୍ ସାଇଡ୍ ଲୋକମାନଙ୍କୁ ଡାକି ପାରିଥାନ୍ତା। ଆଉ ଏକୁଟିଆ ଯାଉଥିଲା କ'ଣ ପାଇଁ ସେ ଦୋକାନକୁ? ତାପରେ କହୁଛି ପେଲି ନେଲେ, ତାପରେ ଉପରକୁ ଗଲି କହୁଛି, ତାପରେ ଉପରକୁ ଗଲି କହୁଛି, ତାପରେ ତଳକୁ ଆସିବା ସମୟରେ ଆଉ ଥରେ କ'ଣ କଲେ ଆଙ୍ଗୁଳିଲେ କହୁଛି। ସେ ସମୟରେ ବି ଇଏ ଡାକି ପାରିଥାନ୍ତା। ତ ତାପରେ ଭିତରକୁ ନେଲା ବୋଲି କହୁଛି। କିନ୍ତୁ ଆମେ ଏଇଟା କାହାର ଭୁଲ ଧରି ଅବଜେକ୍ସନ୍, କିନ୍ତୁ ମାଡ଼ଟା ଖାଇଲା ସେହି ଲୋକ ଦୋକାନବାଲା। ଅଫକୋର୍ସ ସେ ବି ଭୁଲ କରିଛି, ମାଡ଼ ଖାଇବା ଜରୁରୀ। କାହିଁକିନା ସେ ଆଉ ଟାଣି ନେଲା, ପେଲି ନେଲା ସିଏ ବି। ଆଉ ସେଇଟା ସିଏ ବି ତାର ସେ ପ୍ରକାର କରିବାର ନଥିଲା। ସିଏ ଯଦି ଦେଖିବା ତେବେ ସେ ତାର ବାପା ଏଜ୍ର, ତ କାହିଁକି ଏମିତି ହେଲା ଆମେ ତ ଜାଣିନୁ, ସେ ପାଖରେ ନଥିଲୁ। ଆଜିକା ଦୁନିଆରେ ଭାଇ କାହାକୁ ଭରସା କରିବାଟା ଏତେ ଇମ୍ପସିବୁଲ୍ ନୁହଁ। କାହିଁକିନା ଆଜିକା ଦୁନିଆରେ ଏମିତି ଦୁନିଆ ଚାଲୁଛି। ଆଉ କାହାକୁ ତୁମେ ଠିକ୍ କହିବ, କାହାକୁ ଭୁଲ କହିବ। କିନ୍ତୁ ଭୁଲ ସେଇମାନେ ହିଁ ଖାଆନ୍ତି, କେବଳ ଆଉ ପୁରୁଷମାନେ ହିଁ ଖାଆନ୍ତି। କିନ୍ତୁ ଭୁଲ ତ ହୁଏ ସମସ୍ତଙ୍କ ଲାଇଫ୍ରେ, ଝିଅ କିମ୍ବା ପୁଅ। ଆଉ ଆଜିକା ଦୁନିଆରେ ଦେଖେ ସୋସିଆଲ ମିଡ଼ିଆରେ ବହୁତ ସାରା ଆଟ୍ରାକ୍ଟିଭ୍ କେଉଁ ଲୋକମାନେ ଦେଇଥାନ୍ତି ଆପଣ ତ ବୁଝୁଛନ୍ତି। ଏଇଟା ତ ଏ ପ୍ରକାର ଆଟ୍ରାକ୍ଟିଭ୍ ଦେବା ଲୋକ ହେଉଛି ଭାଇ ଏଇଟା ଝିଅ। ମୋ ଭଉଣୀ ବି ଯଦି ଆଟ୍ରାକ୍ଟିଭ୍ ଦେଉଛି ଆପଣମାନେ ବି ଗାଳି କରନ୍ତି, କିଛି ମନେ ନାହିଁ। ଏଇଟା ହେଉଛି ନିୟମ ମାନେ ନିୟମ। ଆଉ ଯେଉଁଟା ନ୍ୟାୟ ମାନେ ନ୍ୟାୟ, ଯେଉଁ ଭୁଲ କରି ତାକୁ ମାଡ଼ ଖାଇବା ବି ଜରୁରୀ। କିନ୍ତୁ ମୁଁ କ'ଣ କହିବାକୁ ଚାହୁଁଛି ଏ ଭିଡ଼ିଓରେ, ଯଦି ଏ ଭଉଣୀ ଯଦି କିଛି ବି କିଣିବାର ନଥିଲା ଯାଉଥିଲା କ'ଣ ପାଇଁ ଉପରକୁ, ସେଇଟା ଗୋଟେ ମୋର କ୍ୱେଶ୍ଚିନ୍। ଆଉ ଗୋଟେ ପେଲି ନେଉଥିଲା ବୋଲି କହୁଛି ସେ ସମୟରେ ସେ ଆଉ ଥରେ ଉପରକୁ ଗଲି ମଧ୍ୟ କହୁଛି। ସେଇଟା ବି ଆପଣମାନେ ରିପିଟ୍ ଭିଡ଼ିଓ ଦେଖନ୍ତୁ, ତେବେ ଆପଣ ବୁଝିପାରିବେ। ସେ ସମୟରେ କିଏ ଗୋଟେ ଆହୁରି ଆସିଲେ ପୁଣି କିଣିବା ପାଇଁ, ସେ ସମୟରେ ଇଏ ତଳକୁ ଆସିବା ସମୟରେ ତାକୁ ଆଙ୍ଗୁଳିଲେ। ସେ ସମୟରେ ବି ସେ ପାଟି କରି କହିପାରିଥାନ୍ତା। ତାପରେ ଭିତରକୁ ନେଲେ ବୋଲି କହୁଛନ୍ତି। ତ ଏଠି ଆମେ କାହାର ଭୁଲ ଧରିବା ଆମେ ତ ଜାଣିନୁ। ଆଉ ଯିଏ ଅବୁଝା ଲୋକମାନେ ଡାଇରେକ୍ଟ ତ ପିଟିଥିବେ ତାଙ୍କୁ ନିହାତି ଭାବରେ ଭିଡ଼ିଓରେ ମଧ୍ୟ ଆପଣ ଦେଖିଥିବେ। ଯେଉଁମାନେ କି ସେହି ନ୍ୟୁଜ୍ ଦେଖନ୍ତି ବାରମ୍ବାର ସେମାନେ ଦେଖିଥିବେ। ଆଉ ସେ କ'ଣ ପାଇଁ ଯାଇଥିଲା ଆମେ ବି ଜାଣିନୁ, କ'ଣ ପାଇଁ ଅବଜେକ୍ସନ୍। କିନ୍ତୁ ସେ ସେ ଯେଉଁ ଦୋକାନବାଲାର ମଧ୍ୟ ବହୁତ ଭୁଲ। କାହିଁକିନା ସିଏ ବି ତାର ଝିଅ ଲେଭେଲ୍ର, ତାର ଦେଖିବାକୁ ତାର ଝିଅ ଭଳିଆ। କାହିଁକିନା ତାର ଆକାଶ ପାତାଳ ତାର ଏଜ୍। ଆରେ ଭେଣ୍ଡିଆ ହେଇଥିଲା ଆମେ ମାନି ପାରିଥାନ୍ତା, କାହିଁକିନା ଏ ଗୋଟେ ଭେଣ୍ଡିଆ ଲୋକ। ଆଉ ଭେଣ୍ଡିଆ ଝିଅକୁ କଲେଜ ଝିଅକୁ ଲାଇନ୍ ମାରିଲା କି ଯାହା ବି କଲା ସେଇଟା ଗୋଟେ ଟିକେ ଯାହା ହେଲେ ବି କିଛିଟା ଗେପ୍ ରହିଥାନ୍ତା। କିନ୍ତୁ ଦେଖିବା ତେବେ ନାଇଁ ସିଏ ବାପା ଲେଭେଲ୍ର, ତାର ବାପା ଭଳିଆ। କିନ୍ତୁ ସେ ଝିଅକୁ ଏ ପ୍ରକାର ଅପହରଣ କଲା, ଏଇଟା ବି ଆକ୍ଚୁଆଲି ମୋ ମତରେ ଠିକ୍ ନଥିଲା। କିନ୍ତୁ ଏଇଟା ବି ଭଲରେ ଇନକ୍ୱାର କରିବା ଜରୁରୀ। କାହିଁକି ଆଜିକା ଦୁନିଆରେ ଭାଇ କାହାକୁ ଭରସା କରିବାଟା ଏତେ ସହଜ ନୁହେଁ।